ସକାଳେ ଦିହିପହର ରାତି ସବୁ ସମୟରେ ଖାଇବା ପାଇଁ ଇଚ୍ଛା ହେବ। ଥଣ୍ଡା ଥଣ୍ଡା କ୍ରିମି କ୍ରିମି ସିମେଇ ଫଳ କଷ୍ଟର୍ଡ଼। ଖରା ଛୁଟିରେ ଛୁଆଙ୍କ ଟାଇମ୍ ପାସ୍ ପାଇଁ ସବୁଠୁ ଭଲ ଡେଜର୍ଟ। ଘରେ ଏମିତି ବନେଇଲେ ଛୁଆ ମାର୍କେଟରୁ ଆଇସ୍କ୍ରିମ୍ କିଣି ଖାଇବା ଭୁଲିଯିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନ୍ରେ ପ୍ରେସ୍ କରନ୍ତୁ। ଆଉ ଫେସବୁକ୍ ପେଜ୍କୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନ୍କୁ। ସିମେଇ କଷ୍ଟର୍ଡ଼ ବନାଇବା ପାଇଁ ଏଠି ମୁଁ ନେଇଛି ଅଧା କପ୍ ବା 60 ଗ୍ରାମର କଞ୍ଚା ସିମେଇ। ଆପଣମାନେ ଭଜା ସିମେଇ ବି ନେଇପାରିବେ। ସିମେଇ ସହିତ ଆମକୁ ଦରକାର କ୍ଷୀର। ଏଠି ମୁଁ ନେଇଛି 1 ଲିଟରର ଫୁଲ୍ କ୍ରିମ୍ କ୍ଷୀର। ଫୁଲ୍ କ୍ରିମ୍ କ୍ଷୀର ଟିକେ ବହଳିଆ ଥାଏ, କଷ୍ଟର୍ଡ଼ ଖାଇବା ପାଇଁ ଭଲ ଲାଗେ। ଆପଣମାନେ ଗାଈ କ୍ଷୀର ନେଇପାରିବେ, କିନ୍ତୁ ଭାଗ ମାପ ଧ୍ୟାନ ଦିଅନ୍ତୁ। ଅଧା କପ୍ ସିମେଇ ପାଇଁ 1 ଲିଟର କ୍ଷୀର। ଚାଲନ୍ତୁ ବନେଇବା ଷ୍ଟାର୍ଟ କରିବା। ପ୍ରଥମେ ପ୍ୟାନ୍ ଗରମ କରି ଅଧା ଚାମଚ ଘିଅ ଗରମ କରିବା। ଘିଅ ଗରମ ହେଇଯିବା ପରେ ନେଇଥିବା ସିମେଇକୁ ଦେବା। ତାପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଆମେ ସିମେଇକୁ ଟିକେ ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ଯଦି ଆପଣମାନେ ଭଜା ସିମେଇ ନେଉଥିବେ ତାହେଲେ ଆଉ ଭାଜିବା ଦରକାର ନାହିଁ, ସେମିତି ବନେଇ ପାରିବେ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ସିମେଇ ଏମିତି ଲାଲ କଲର୍ ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ୟାଠାରୁ ବେଶୀ ଲାଲ କରିବେ ନାହିଁ। ତାପରେ ଗ୍ୟାସ୍ ଉପରେ ଗୋଟେ ମୋଟା କଢ଼େଇ ବସାଇବା। ମୋଟା କଢ଼େଇ ନେଲେ କ୍ଷୀର କଢ଼େଇ ତଳେ ଲାଗିନଥାଏ। ତାପରେ 4-5 ଚାମଚ ପାଣି ଦେବା। କ୍ଷୀର ଦେବା ପୂର୍ବରୁ ଅଳ୍ପ ପାଣି ଦେଲେ କ୍ଷୀର କଢ଼େଇ ତଳେ ଲାଗିନଥାଏ। ଏଇସବୁ ଛୋଟ ଛୋଟ ଟିପ୍ସ ଆପଣମାନେ ଫଲୋ କରିବେ। ତାପରେ ନେଇଥିବା ସବୁ କ୍ଷୀରକୁ ଦେବା। କେବଳ ଅଧା କପ୍ କ୍ଷୀରକୁ ଆମେ ସାଇଡ଼ରେ ରଖିବା। ଏଇ କ୍ଷୀରକୁ ପରେ ଆମେ ବ୍ୟବହାର କରିବା। ତାପରେ ଗ୍ୟାସ୍ର ଫ୍ଲେମ୍ ହାଇ ରଖି ଆମେ କ୍ଷୀରକୁ ଫୁଟିବା ପାଇଁ ଛାଡ଼ିବା। ଯଦି ଆପଣମାନେ କଷ୍ଟର୍ଡ଼ରେ କେଶର ଦେବା ପାଇଁ ଚାହିଁବେ ଏଇ ଷ୍ଟେଜ୍ରେ ଅଳ୍ପ ଦେବେ। କ୍ଷୀର ସହିତ ଫୁଟିଯିବ। କ୍ଷୀର ସହିତ ଫୁଟିଯିବା ପରେ କ୍ଷୀରର କଲର୍ ବହୁତ ବଢ଼ିଆ ଆସିବ, ଟେଷ୍ଟ ବି ବହୁତ ବଢ଼ିଆ ଆସିବ। ମୁଁ କିନ୍ତୁ ଦେବା ଲାଗି ଭୁଲି ଯାଇଥିଲି, ପରେ ଦେଇଥିଲି। କ୍ଷୀର ଫୁଟିଯିବା ପରେ ଭାଜି ରଖିଥିବା ସିମେଇକୁ ଦେବା। ତାପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 7-8 ମିନିଟ୍ ପର୍ଯ୍ୟନ୍ତ ସିମେଇକୁ କ୍ଷୀରରେ ଫୁଟେଇବା, ଯାହାଦ୍ୱାରା ସିମେଇ ସିଝିଯିବ। କ୍ଷୀର ଫୁଟିବା ସମୟରେ ଦେଖିବେ କଢ଼େଇ ଚାରିପଟରେ କ୍ଷୀରର ସର ଲାଗିଯିବ। କ୍ଷୀରର ସରକୁ ସ୍ପାଚୁଲାରେ ବାହାର କରି ଆମେ କ୍ଷୀର ସହିତ ମିଶାଇବା। କ୍ଷୀର ବହଳିଆ ହେଇଯିବ। ସେଇ ଭିତରେ ଚାଲନ୍ତୁ ଗୋଟେ ଗିନାରେ ଆମେ ବଳକା ରଖିଥିବା କ୍ଷୀରକୁ ଦେବା। ଏଇ କ୍ଷୀର ସହିତ ଭ୍ୟାନିଲା ଫ୍ଲେଭରର 2 ଚାମଚ କଷ୍ଟର୍ଡ଼ ପାଉଡ଼ର ଦେବା। ଏଇ କଷ୍ଟର୍ଡ଼ ପାଉଡ଼ର ମାର୍କେଟର ଯେକୌଣସି ଗ୍ରୋସରୀ ଷ୍ଟୋରରେ ମିଳିଯିବ, ନହେଲେ ଅନଲାଇନ୍ରେ ବି ମିଳିପାରିବ। ତାପରେ କଷ୍ଟର୍ଡ଼ ପାଉଡ଼ରକୁ କ୍ଷୀର ସହିତ ଭଲ ଭାବରେ ଗୋଳେଇବା। ଧ୍ୟାନ ରଖିବେ ଜମା ବି ବିଣ୍ଡା ରଖିବେ ନାହିଁ। ସେପଟେ ଚାଲନ୍ତୁ 7-8 ମିନିଟ୍ ପରେ ଆମେ ସିମେଇକୁ ଚେକ୍ କରିବା। ଦେଖନ୍ତୁ ଯେତିକି ଆମେ କ୍ଷୀର ଦେଇଥିଲେ କ୍ଷୀରର ପରିମାଣ ଟିକେ କମିଯାଇଛି। କ୍ଷୀର ଟିକେ ବହଳିଆ ହେଇଯାଇଛି। ସିମେଇ ବି ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ସିମେଇ ସିଝିଯିବା ପରେ କଷ୍ଟର୍ଡ଼କୁ ମିଠା କରିବା ପାଇଁ ଏଠି ମୁଁ ଅଧା କପ୍ ବା 100 ଗ୍ରାମର ଚିନି ଦେଲି। ଏତିକି ଚିନିରେ କଷ୍ଟର୍ଡ଼ ପୁରା ପରଫେକ୍ଟ ମିଠା ହେଇଥିଲା। ଯଦି ଆପଣମାନଙ୍କୁ ଅଧିକ ମିଠା ଦରକାର ଅଧିକ ଚିନି ଦେବେ। ଏଇ ଷ୍ଟେଜ୍ରେ ମୁଁ ଅଳ୍ପ କେଶର ଦେଲି। ଯଦି ଆପଣମାନେ ଦେବା ପାଇଁ ଚାହିଁବେ କ୍ଷୀର ଫୁଟିବା ସମୟରେ ପ୍ରଥମରୁ ଦେବେ। କେଶର ବଦଳରେ ଭଲ ବାସ୍ନା ପାଇଁ ଅଳ୍ପ ଗୁଜୁରାତି ଗୁଣ୍ଡ ଦେଇପାରିବେ। ଚିନି ଦେବା ପରେ ଆଉ 2-3 ମିନିଟ୍ ଆମେ କ୍ଷୀରକୁ ଫୁଟେଇ ନେବା। ଚିନି ମିଶିଯିବା ପରେ ଗୋଳେଇ ରଖିଥିବା କଷ୍ଟର୍ଡ଼ ପାଉଡ଼ରକୁ ଆଉ ଥରେ ଗୋଳେଇ ନେବା। ତାପରେ ଅଳ୍ପ ଅଳ୍ପ ଦେବା, ଲଗାତାର ଘାଣ୍ଟିବା। ଏକାଥରେ ଦେଲେ କ୍ଷୀରରେ ବିଣ୍ଡା ଆସିଯିବ। କଷ୍ଟର୍ଡ଼ ପାଉଡ଼ର ଦେବା ପରେ ମିଡ଼ିୟମ୍ ଫ୍ଲେମ୍ରେ 2-3 ମିନିଟ୍ ପର୍ଯ୍ୟନ୍ତ ଆମେ କ୍ଷୀରକୁ ଫୁଟେଇବା, ଯାହାଦ୍ୱାରା ଶେଷରେ ଦେଇଥିବା କଞ୍ଚା କ୍ଷୀର ଆଉ କଷ୍ଟର୍ଡ଼ ପାଉଡ଼ର ଭଲ ଭାବରେ ସିଝିଯିବ। କଷ୍ଟର୍ଡ଼ ପାଉଡ଼ର ଦେବା ପରେ ଦେଖିବେ କ୍ଷୀର ଧୀରେ ଧୀରେ ବହଳିଆ ହେଇଯିବ। 2-3 ମିନିଟ୍ ପରେ ଏଠି ଦେଖନ୍ତୁ କ୍ଷୀର ଆମର ବହଳିଆ ହେଇଗଲାଣି। ଏତିକି ବହଳିଆ ରଖିବେ, ୟାଠାରୁ ବେଶୀ ବହଳିଆ କରିବେ ନାହିଁ, କାହିଁକିନା କ୍ଷୀର ଥଣ୍ଡା ହେଲା ପରେ ଆହୁରି ବହଳିଆ ହେଇଯିବ। ଏବେ ଆମେ ବାହାରକୁ ଆଣି ଗୋଟେ ଜାଗାକୁ ଢାଳିଦେବା। ସାଙ୍ଗେ ସାଙ୍ଗେ ଗୋଟେ ଜାଗାକୁ ଢାଳି ଦେବେ। ସେଇ କଢ଼େଇରେ ରଖିବେ ନାହିଁ, ନହେଲେ ଗରମରେ କଷ୍ଟର୍ଡ଼ ଆହୁରି ବହଳିଆ ହେଇଯିବ। ତାପରେ ରୁମ୍ ଟେମ୍ପରେଚରରେ ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ପୁରା ଥଣ୍ଡା ହେଇଯିବା ପରେ 1-1.5 ଘଣ୍ଟା ପର୍ଯ୍ୟନ୍ତ ଆମେ ଫ୍ରିଜରେ ରଖି କଷ୍ଟର୍ଡ଼କୁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିବା। ଥଣ୍ଡା ହେଲା ପରେ ଖାଇଲେ କଷ୍ଟର୍ଡ଼ ଖାଇବା ପାଇଁ ଭଲ ଲାଗେ। ଥଣ୍ଡା ହେଲା ପରେ ଦେଖନ୍ତୁ
कस्टर्ड आउ टिके बहलिया हो जाइछि। आपण माने चाहिए एमिति साधा कस्टर्ड खाई परिबे, नहले अल्प फ्रुट्स भी देई परिबे। फ्रुट्स भितर एठी बनेछि अल्प बानाना, एप्पल, पोमेग्रानेट, ब्लैक ग्रेप्स, ग्रीन ग्रेप्स। आपण मानकु जेउ फल पसंद बा आपण मान पाखरे घरे जेउ फल अछि सेई फल गुडी को देई परिबे, किंतु फल गुडी को पूरा छोट छोट करी काटिकी देबे। खाइबा समय भल लागिबो। अल्प फल देले कस्टर्ड हेल्दी रहिबो, खाइबा पई भल लागिबो। कस्टर्ड को आउ टिके हेल्दी करिबा पई जदि आपण माने चाहिबे अल्प ड्राई नट्स देई परिबे। एठी मो अल्प काजू, अल्प आलमंड्स देली। सब जिनिस को गळै नेबा। एबे हम रेडी ही गला ठंडा ठंडा क्रीमी क्रीमी सिमेई कस्टर्ड। कस्टर्ड टिके बहलिया रहिले मते खाइबा पई भल लागे। बेसी पानी हेले खाइबा पई भल लागे नाही। आपण माने एई प्रोसेस रे बनांतु आउ केमिति लागिला निहाती मते कमेंट्स करी जणाइबे। ताहले आजि पई रहिली, पुणी देखा हबा नया रेसिपी रे। धन्यवाद।